ओम क्लीं गुरुदेवाय विद्महे प्रेमदाता यधीमहि तन्नो गुरु प्रचोदयात्। ओम क्लीं गुरुदेवाय प्रेमदाताय नमो नमः। सत्यनारायण स्वामी जय। आनंद कवार हरि बोल। जीवन रे जड़े चाहिब संसार कहीकि मोर केवल पुत्र दरकार ना कन्याटी भी आवश्यक। शास्त्र कहे जदि 10टा पुत्र जार थाए तार जदि कन्याटी न थाए से परिवार रे कौन सी सफल हो। 10टा पुत्र जेतिकी भल पाइबा गोटे कन्याटी ततगुण भल पाइबा रही था। 10टा कन्या जदि ता प्रति श्रद्धा गोटे वृक्ष ता सहित समान। तेणु कन्या संसार मध्य पिता माता निहाती आवश्यक। से भली परम प्रेयसी भक्तिमती मीरा सखुबाई इत्यादि केते जे महान महान साधी भगवान प्राप्त करिसेंती। ता मध्य भाविया कले भक्तिमती मीराबाई कथा मन पड़े। आमे समय देखी से मीराबाई कथा जदि श्रवण करवा तेरे आमर परिवार रे कन्या प्रति श्रद्धा भाव भक्ति भल पाइबा आसीबो। जार परिवार रे कन्याटी नहीं से कौन परिवार ना। पुत्र थाउ कन्या थाउ उभय आवश्यक। क्या प्रति छोट बड़ मनोवृत्ति रखा अपराध। भक्तिमती मीराबाई कथा दुपद मन पड़े यदि शुणा इच्छा हुए बारंबार आम चेष्टा करवा। भगवान कथा ये संप्रदायवाद नुह कि जाति धर्म निर्विशेष नुह। गोटे धर्मर आम समस्ते अनुगत जहाँकि सनातन धर्म। सनातन धर्म जो माने आश्रित परम ब्रह्म परमात्मा वास्तविक स्वरूप को प्राप्त हो सनातन धर्म कराए। तेणु सनातन धर्म अवलंबी भगवान प्रति जो स्नेह आ भल पाइबा थाए सी अकलनीय। कहा प्रति क्या धर्म को एठी घृणा कराए। भगवान जगन्नाथ पाखक जा कहले ठाकुर अभिराम परमहंस देव रचनामृत लेखा थी गोटे कथा मन पड़े। जगन्नाथ 4 द्वार अच्छी जी जो पटे जाओ किंतु दर्शन तार जगन्नाथ। गरुड़ स्तंभ पछरे ठिया से प्रभु निश्चित दर्शन कर। पश्चिम पटे जाऊ कि उत्तर पटे जातु कि दक्षिण पटे जातु कि पूर्व पटे जातु गुड़े गोटे प्रतिमा तैयारी कर जेमिति खाओ मीठा लगे। ततधिक धर्म सर्वश्रेष्ठ और सनातन धर्म सर्वश्रेष्ठ। से अनेक कन्या अनेक भगवान परम भक्त ध्रुव प्रहलाद इत्यादि सनातन धर्म कथा को कही लिखिं देखी श्रवण करवा शुणा। बर्तमान भक्तिमती मीराबाई कथा द्विपद शुणा।
ବାପା ମାଙ୍କର ଉପଦେଶ ଶିଶୁର ଜୀବନକୁ ପ୍ରାୟ ପ୍ରଭାବିତ କରିଥାଏ। ତା ଭିତରୁ ବି ମା କଥାଟି ଅଧିକ, କାରଣ ମା ହେଉଛି ଶିଶୁର ପ୍ରଥମ ଗୁରୁ। ଶିଶୁର କୋମଳ ହୃଦୟ ରୂପୀ ଅଲେଖା କାଗଜରେ ତା କଥା ଏଭଳି ଲିପିବଦ୍ଧ ହୋଇଯାଏ ଯେ ଶତ ଚେଷ୍ଟା କଲେ ବି ଲିଭିପାରେ ନାହିଁ। ତେଣୁ ପିଲାମାନଙ୍କୁ ସବୁବେଳେ ସୁଶିକ୍ଷା ଦେବା ଉଚିତ, ନଚେତ୍ କୁଶିକ୍ଷାର ପ୍ରଭାବ ସେମାନଙ୍କୁ ଜୀବନର ଚରମ ଓ ପରମ ଲାଭରୁ ବଞ୍ଚିତ କରିଦେଇପାରେ। ଏହିପରି ଗୋଟେ କୁଶିକ୍ଷାର ଶିକାର ହୋଇଥିଲେ ଭକ୍ତିମତୀ ମୀରାବାଇ ତାଙ୍କ ପୂର୍ବ ଜନ୍ମରେ। ଦ୍ୱାପର ଯୁଗରେ ସେ ବ୍ରଜରେ ଜଣେ ଗୋପୀ ଥିଲେ। ନାମ ତାଙ୍କର ଥିଲା ମାଧବୀ। ମାଧବୀର ବାପା ନନ୍ଦଗାଁର ଗୋପକୁମାର ସୁନ୍ଦର ସଙ୍ଗେ ତାର ବାହାଘର କରିଦେଲେ। ମାଧବୀର ନାମଟି ଯେମିତି ମଧୁର, ତାର ରୂପ ମଧ୍ୟ ସେହିପରି ସୁନ୍ଦର ଓ ସୁଠାମ। ଲୋକେ ତାକୁ ପ୍ରଶଂସା ନ କରି ରହିପାରନ୍ତି ନାହିଁ। କେତେକ ଲକ୍ଷ୍ମୀ ଓ ପାର୍ବତୀର ଉପମା ଦିଅନ୍ତି। ମାଧବୀ ପ୍ରାପ୍ତ ବୟସ୍କା ହୋଇ ବିବାହ ପରେ ଶାଶୁ ଘରକୁ ଯିବାବେଳେ ତା ମା ତାକୁ ସ୍ନେହରେ ପାଖରେ ବସାଇ କହିଲା, ଝିଅଲୋ, ତୁ ନନ୍ଦ ଗାଁକୁ ଯାଉଛୁ? ମୁଁ ଶୁଣିଛି ସେ ଗାଁର ନନ୍ଦପୁଅ କୁଆଡ଼େ ବଡ଼ ଚଗଲା। ଖାଲି ଚଗଲା ନୁହେଁ, ଯେମିତି ମଧୁର, ତାର ରୂପ ମଧ୍ୟ ସେହିପରି ସୁନ୍ଦର ଓ ସୁଠାମ। ଲୋକେ ପ୍ରଶଂସା ନ କରି ରହିପାରନ୍ତି ନାହିଁ। କେତେକ ଲକ୍ଷ୍ମୀ ପାର୍ବତୀର ଉପମା ଦିଅନ୍ତି। ମାଧବୀ ପ୍ରାପ୍ତବୟସ୍କା ହୋଇ ବିବାହ ପରେ ଶାଶୁ ଘରକୁ ଯିବାବେଳେ ତାର ମା ତାକୁ ସ୍ନେହରେ ପାଖରେ ବସାଇ କହିଲା, ଝିଅଲୋ, ତୁ ନନ୍ଦ ଗାଁକୁ ଯାଉଛୁ? ମୁଁ ଶୁଣିଛି ସେ ଗାଁର ନନ୍ଦ ପୁଅ କୁଆଡ଼େ ବଡ଼ ଚଗଲା। ଖାଲି ଚଗଲା ନୁହେଁ, ଦେଖିବାକୁ ବି ଅତି ସୁନ୍ଦର। ଥରେ ଯିଏ ତାକୁ ଦେଖିନିଏ ସେ ତାର ହୋଇଯାଏ। ପୁଣି କେବେ ଯଦି ତାର ମିଠା ମିଠା କଥା ଦୁଇ ପଦ ବା ତା ବଂଶୀ ଧ୍ୱନି ଯାହା କାନରେ ପଡ଼ିଗଲା, ସେ ପାଗଳୀ ହୋଇଗଲା ବୋଲି ଜାଣ। ତେଣୁ ତୁ ମୋର ଗୋଟିଏ କଥା ମନେ ରଖିଥିବୁ, ତା ମୁହଁ କେବେ ଦେଖିବୁ ନାହିଁ କି ତୋ ମୁହଁ ତାକୁ କେବେ ଦେଖାଇ ଦେବୁ ନାହିଁ। ନହେଲେ ପତିବ୍ରତା ଧର୍ମ ବୁଡ଼ିଯିବ ଯେ ଆମ କୂଳରେ କଳଙ୍କ ଲାଗିବ। ସରଳ ସ୍ୱଭାବର ମାଧବୀକୁ କ'ଣ ଜଣାଥିଲା ଯେ ନନ୍ଦସୁତ କିଏ, ତାଙ୍କୁ ଦେଖିଲେ କ'ଣ ହୁଏ। ସେ ମା କଥାକୁ ମନ ଭିତରେ ଗଣ୍ଠି କରି ରଖିଲା। ପ୍ରତିଜ୍ଞା କଲା, କୌଣସି ପ୍ରକାରେ ବ୍ରଜରାଜକୁମାରଙ୍କ ମୁଖ ଦେଖିବ ନାହିଁ କି ନିଜ ମୁଖ ତାଙ୍କୁ ଦେଖାଇବ ନାହିଁ। ବିବାହ ପରେ ମାଧବୀ ଶାଶୁଘରକୁ ବିଦା ହେଲା। ତାର ସ୍ୱାମୀର ନାମ ଥିଲା ସୁନ୍ଦର। ଯଥା ନାମ ତଥା ରୂପ, ଦେଖିବାକୁ ଖୁବ୍ ସୁନ୍ଦର ଏବଂ ରଥ ଚାଳନାରେ ବି ନିପୁଣ। ଲୋକେ ଦୁହିଁଙ୍କର ଯୋଡ଼ିକୁ ଶିବ ପାର୍ବତୀଙ୍କ ଯୋଡ଼ି କହି ପ୍ରଶଂସା କରୁଥାନ୍ତି। ବାଟରେ ଗାଁ ପଡ଼ିଗଲେ ରଥର ଝିଲିମିଲି ପରଦା ଗୁଡ଼ିକ ପକାଇ ଦିଆଯାଏ। ସୁନ୍ଦର ରଥ ଚଳାଇବା ବେଳେ ମଝିରେ ମଝିରେ ତା ଗାଁ କଥା, ବାପା ମା ଓ ସାଙ୍ଗସାଥୀଙ୍କ କଥା କହୁଥାଏ। ଧୀରେ ଧୀରେ ନନ୍ଦଗାଁ ପାଖେଇ ଆସିଲା। ସୁନ୍ଦର କହିଲା, ଏଇ ଦେଖ, ମୋ ସାଙ୍ଗମାନେ ଗାଈ ଚରାଉଛନ୍ତି। ମୋ ସଖା କାହ୍ନୁ ଏଇଠି କେଉଁଠି ଖେଳୁଥିବ। ମୋ ପାଟି ଶୁଣିବା ମାତ୍ରେ ନିଶ୍ଚୟ ଦୌଡ଼ି ଆସିବ। ସୁନ୍ଦର ତୁଣ୍ଡରୁ କାହ୍ନୁ ନାଁ ଶୁଣିବା କ୍ଷଣି ମାଧବୀ ଓଢ଼ଣୀ ଟାଣିଦେଲା। ସତକୁ ସତ ସହସା ଜଣେ 5-6 ବର୍ଷର ଗୋପକୁମାରର ପାଟି ଶୁଭିଲା, ସୁନ୍ଦର, ବୋହୂ ନେଇ ଆସିଲୁ କି? ଭାଇ, ଲୋକେ କହୁଛନ୍ତି ତୋ ବୋହୂ କୁଆଡ଼େ ଲକ୍ଷ୍ମୀ ଭଳି। ଥରେ ତାର ଚନ୍ଦ୍ରବଦନ ଦେଖାଇ ଦିଅନ୍ତୁନି। ସୁନ୍ଦର କହିଲା, କାହ୍ନୁ, ଲାଗୁଛି ତୁ ବୋହୂ ନିଶାରେ ମୋତେ ଏଣିକି ଭୁଲିଯିବୁ। ଆରେ,
केते दिनरू तते न देखी मो मनटा छटपट होछि। तो बिना संसारटा शून्यमय लगुछि। मु तो विधाता को मागुछि जे एमिति जुगे जुगे तोर सखा होई मो जन्म हेउथाए। भाई कान्हू आगे मो छाती तो लगी जाना, तापर बहु देखिबू। सुंदर को कुंडाई पकाइले कान्हू। दुई सखांक मिलन परे सुंदर कहला, मो तो भितरे तफात कौन? जेमिति मोर बहु सेमिति तोर मध्य बहु। पुणी मु ता मुह देखई देवी कौन? तू निजे देखुनु। कान्हूर तो बहु देखारे बड़ सौख। लाज शरम जेपरी ताकू लाज करे। से निसंकोचरे रथ उपर को चढ़ीगले। कोमल कंठरे कहले, भाउज भाउज तुम बदनर तो तुम चंद्र बदन तो टिके देखा। एतिकी कही माधवीर ओढ़ना टेकी देवाक चेष्टा करते। माधवी पूर्व अपेक्षा ओढ़णटी को जोर कर जाबुड़ी धरला। बहुत चेष्टा सत्वे कान्हू निराश हेले। शेष को ईसत बंकिम ठाणी जे चाहे कहला, अच्छा तू मते मुह देखाइबा को चाहुनु? ठीक अच्छी, मु तो मुह कौन देखिबी? समय आसीब तू मो मुह देखा व्याकुल हो बुलबू। एतिकी कही से रथर ओह्लाई गले। कान्हूर यही वाक्यटी माधवीर कान बाटे पशि हृदय को भेद करिगला। कारण ସେହି ସ୍ୱର ସେ ବାଳକର ନଥିଲା କି ତା ସ୍ୱାମୀଙ୍କର ନଥିଲା। ତାହା ଥିଲା ମେଘ ଭଳି ଗୁରୁ ଗମ୍ଭୀର ଗୋଟିଏ ଦିବ୍ୟ ସ୍ୱର। ମାଧବୀ ତା ପ୍ରତିଜ୍ଞାରେ ଅବିଚଳ ରହିପାରିଥିବା କାରଣରୁ ମନେ ମନେ ପ୍ରସନ୍ନ ହେଲା। ଘରେ ପହଞ୍ଚିବା ପରେ ମାଧବୀର ଶାଶୁ ତାକୁ ସଙ୍ଗରେ ଧରି ମା ଯଶୋଦାଙ୍କୁ ପ୍ରଣାମ କରିବାକୁ ନନ୍ଦ ଭବନରେ ପହଞ୍ଚିଗଲା। ନନ୍ଦରାଣୀ ତାର ସୁନ୍ଦର ବଚନ ଦେଖି ଖୁସି ହେଲେ। ନନ୍ଦରାଣୀ ତାର ସୁନ୍ଦର ବଦନ ଦେଖି ଖୁସି ହେଲେ, ମାନେ ସୁନ୍ଦର ସ୍ତ୍ରୀର ବଦନକୁ ଦେଖି ଖୁସି ହେଲେ। ବହୁ ପ୍ରକାର ବସ୍ତ୍ର ଅଳଙ୍କାର ଦେଇ ମିଠା ଜିନିଷ ଖୁଆଇଲେ। ମାଧବୀର ଶାଶୁ ପରିହାସ ଛଳରେ ଯଶୋଦାଙ୍କୁ କହିଲା, ନନ୍ଦରାଣୀ ଏଣିକି କାହ୍ନୁର ମଧ୍ୟ ବାହାଘର କରିଦିଅ। କୌଣସି ସଖା ବାହା ହେଲେ ତା ମନ ମଧ୍ୟ ଅଥୟ ହେଉଛି। ଏମିତି ହାସ ପରିହାସ ଚାଲିଥାଏ। ସହସା କେଉଁ ଆଡ଼ୁ କାହ୍ନୁ ଦୌଡ଼ି ଆସି ମାର ପଣତ କାନିକୁ ଟାଣି କହିଲେ, ମା ଭୋକ ଲାଗିଲାଣି, ବେଗି ଖାଇବାକୁ ଦେନା। କିନ୍ତୁ ମା, ଇଏ କିଏ? କାହାର ବୋଉ? ଆମ ଘରକୁ କାହିଁକି ଆସିଛି? ଆହା, ତୋତେ ତା ମୁହଁ ଦେଖାଇଦେବି। କାହ୍ନୁରେ, ତୋତେ ତା ମୁହଁ ଦେଖାଇଦେବି। ନନ୍ଦରାଣୀ କହିଲେ, ଚନ୍ଦ୍ର ଭଳି ବଦନ ଦେଖିଲେ ତୋ ମନ ଲାଖିଯିବ। ତୋ ସଖା ସୁନ୍ଦରର ସ୍ତ୍ରୀ ପ୍ରଣାମ କରିବାକୁ ଆସିଥିଲା। ସ୍ନେହରେ କହିଲେ, ମା ଯଶୋଦା। ଓହୋ, ତେବେ ଇଏ ସୁନ୍ଦରର ସ୍ତ୍ରୀ? ଠିକ୍ ଅଛି ମା, ମୁଁ ଯାଉଛି। ଏବେ ମୁହଁ ଦେଖାଇବାକୁ ମୋର ସମୟ ନାହିଁ। ସଖାମାନେ ଖେଳିବାକୁ ଡାକିଲେଣି। ଏତିକି କହି କାହ୍ନୁ ଫୁର୍ତ୍ତିରେ ଦୌଡ଼ି ପଳାଇଗଲେ। ମା ଯଶୋମତୀ ଡାକୁଥାନ୍ତି, କାହ୍ନୁ ଶୁଣିଲାନି। କିନ୍ତୁ ସେ କି ଆଉ ଶୁଣନ୍ତି? ମା ଯଶୋଦା ମାଧବୀର ଶାଶୁକୁ କହିଲେ, ମୋ କାହ୍ନୁଟା ବଡ଼ ଚଗଲା। ଆମ ଗାଁରେ ଯାହାର ନୂଆ ବୋହୂ ଆସେ ତା ମୁହଁ ଦେଖିବାକୁ ଜିଦ୍ କରେ। କିନ୍ତୁ ଆଜି ତାକୁ କ'ଣ ହୋଇଗଲା କେଜାଣି? ମାଧବୀ ସାଙ୍ଗରେ ଯେ ତାଙ୍କର ଅପଡ଼ ହୋଇଗଲା, ସେ ତା ମୁହଁ ଆଉ ଏ ଜନ୍ମରେ ଦେଖିବେ ନାହିଁ। ଏକଥା କାହାକୁ ବା ଜଣା? ସେ ତ ଆଗରୁ କହିଛନ୍ତି, ତୁ ମୋତେ ମୁହଁ ଦେଖେଇବୁନି, ସମୟ ଆସିବ ମୋ ମୁହଁ ଦେଖିବାକୁ ତରସିବୁ। କାହ୍ନୁ ଜାଣିଛନ୍ତି, ଚାଲିଗଲେ। ଦିନେ ମାଧବୀର ଶାଶୁ ସୁନ୍ଦରଙ୍କୁ କହିଲା, ପୁଅରେ, ଜଣା ନାହିଁ କହ୍ନେଇ କାହିଁକି ଆମ ଘରକୁ ଆଉ ବେଶୀ ଆସୁନାହିଁ। ଆଗରୁ ତ ଖୁବ୍ ଆସୁଥିଲା। କେତେ ଜଣ କହୁଥିଲା, କେତେ କ'ଣ କହୁଥିଲା। ଯାହା ଦେଲେ ତୋ ସାଙ୍ଗରେ ବସି ଖାଉଥିଲା।
କିନ୍ତୁ ଏଇ ବୋହୂ ଆସିବା ଦିନ ଠାରୁ ସତରେ ଯେପରି ତା ପାଇଁ ବାଡ଼ ବନ୍ଦ ହୋଇଗଲା। ଏ ବୋହୂର ବି କନ୍ୟାକୁ ଭାରି ଲାଜ। କେତେବେଳେ ଭେଟାଭେଟି ହୋଇଗଲେ ହାତ ଓଢ଼ଣା ଟାଣି ଘରେ ପଶି ଯାଉଛି। ଆଲୋ ପାଗଳି, କାହ୍ନୁକୁ ଲାଜ କ'ଣ? ସେ ପରା ଆମର। ଏ ବ୍ରଜପୁରରେ ଏମିତି କିଏ ଅଛି ଯିଏ ତାକୁ ଭଲ ନ ପାଏ? ଏହି ରୂପେ କିଛି ଦିନ ବିତିଗଲା। ବ୍ରଜରେ କାହ୍ନୁଙ୍କ ପରାମର୍ଶରେ ଇନ୍ଦ୍ର ପୂଜା ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜନ ହେଲା। ସେହି କାରଣରୁ ବ୍ରଜବାସୀମାନେ ଇନ୍ଦ୍ରର କୋପଭାଜନ ହେଲେ। ନିରୁପାୟ ହୋଇ କାହ୍ନୁଙ୍କ ଶରଣ ପଶନ୍ତେ କାହ୍ନୁ ସାତକୋଶରେ ଗୋବର୍ଦ୍ଧନ ପର୍ବତକୁ ବାମ ହସ୍ତରେ କନିଷ୍ଠ ଆଙ୍ଗୁଳିରେ ଟେକି ଧରି ସମସ୍ତଙ୍କୁ ଅଭୟ ପ୍ରଦାନ କଲେ। ପ୍ରାଣ ରକ୍ଷା ପାଇଁ ମାଧବୀ ମଧ୍ୟ ଗୋବର୍ଦ୍ଧନ ତଳେ ଆଶ୍ରୟ ନେଲା। ଦିନେ ଦୁଇ ଦିନ ନୁହେଁ, 7 ଦିନ ଲଗାତାର ବୃଷ୍ଟି ଲାଗିଥାଏ। ବ୍ରଜବାସୀମାନେ ଗିରି ଗୋବର୍ଦ୍ଧନ ତଳେ ରହି ନିର୍ଭୟରେ କାହ୍ନୁଙ୍କର ରୂପ, ଗୁଣ ଓ ଲୀଳା ଗାୟନ କରୁଥାନ୍ତି। ମାଧବୀ ବିସ୍ମିତ ହୋଇ ଭାବିଲା, ଯେଉଁ କାହ୍ନୁକୁ ମୁଁ ତା ମା ଦେଖିବାକୁ ବାରଣ କରିଥିଲା, ତାଙ୍କ ହାତରେ ପୁଣି ଗୋବର୍ଦ୍ଧନଗିରି। ସେ କେଡ଼େ ଶୌର୍ଯ୍ୟବନ୍ତ ହୋଇନଥିବେ? ଯାହାଙ୍କ ପାଇଁ ସାରା ବ୍ରଜ ପାଗଳ, ତାଙ୍କ ରୂପ କେଡ଼େ ମନଲୋଭା ହୋଇ ନଥିବ? ଏହି ଅବସରରେ ଥରେ ତ ତାଙ୍କୁ ମନ ଭରି ଦେଖିନିଏ। ସେ ଲାଜ ସରମକୁ ଦୂରକୁ ଫିଙ୍ଗି ଓଢ଼ଣୀ ତଳୁ ଚାହିଁଦେଲା କାହ୍ନୁଙ୍କ ଶ୍ରୀମୁଖକୁ। ବାସ୍, ଏତିକିରେ ତାର ସବୁ କିଛି ସରିଗଲା। ମନ ପ୍ରାଣ ନିଉଛାଳି ହୋଇଗଲା ନନ୍ଦନନ୍ଦନଙ୍କ ଚରଣରେ। ଆଖିରୁ ଅବିରଳ ପ୍ରେମାଶ୍ରୁ ଧାରା ବହି ଚାଲିଲା। ସେ ନିଜ ଉପରେ ଯେତିକି କ୍ଷୁବ୍ଧ ହେଲା, ମାର ଉପଦେଶକୁ ସେତିକି ଧିକ୍କାର କଲା। ହାୟ ମା, ତୁ ଏ କି ଶିକ୍ଷା ଦେଲୁ? ମୋର ଜୀବନ ବ୍ୟର୍ଥ ହୋଇଗଲା। କାହ୍ନୁ ସ୍ୱୟଂ ମୋ ମୁହଁ ଟିକେ ଦେଖିବାକୁ ଚାହୁଁଥିଲେ, ଅଥଚ ମୁଁ ତାଙ୍କୁ ବାରଣ କଲି। ହେ ନାଥ, ହେ ପ୍ରିୟତମ, ମୁଁ ଅପରାଧିନୀ, ତୁମକୁ ଚିହ୍ନି ପାରିଲି ନାହିଁ। ମୋର ସବୁ ଦୋଷ ଅପରାଧ କ୍ଷମା କରିଦିଅ। ଏଣିକି ତୁମର ପଦସେବିକା ହୋଇ ରହିବି। ବାସ୍, ମୋର ଏତିକି ମାଗୁଣି। ତୁମେ ପ୍ରସନ୍ନ ହୋଇଯାଅ। କୃପା କର ଦାସୀକୁ। ତୁମର ଏ ମଧୁର ମୂରତି ଯେପରି ମୋ ମନ ମାନସ ପଟରୁ ନ ଲିଭୁ। ଏତିକି କହୁ କହୁ ପ୍ରେମାବେଶରେ ମାଧବୀ ଚେତାଶୂନ୍ୟ ହୋଇ ଭୂଇଁରେ ଢଳି ପଡ଼ିଗଲା। ଏତିକି ବେଳେ ତା କର୍ଣ୍ଣରେ ଧ୍ୱନିତ ହେଲା ପୂର୍ବର ସେଇ ସୁମଧୁର ସ୍ୱର, ମାଧବୀ, ମାଧବୀ, ତୁ ଭୁଲ ସ୍ୱୀକାର କରିନେଲୁ, ତେଣୁ ତୋତେ ଏଣିକି ମୋର ଦର୍ଶନ ମିଳିବ। କିନ୍ତୁ ଏ ଜନ୍ମରେ ତୁ ମୋର ଲୀଳାରେ ପ୍ରବେଶ କରିପାରିବୁ ନାହିଁ। ଏଥିପାଇଁ ତୋତେ ପ୍ରାୟଶ୍ଚିତ କରିବାକୁ ହେବ। କଳି କାଳରେ ଜନ୍ମ ନେଇ ମୋତେ ଭକ୍ତି କରିବାକୁ ହେବ। ବ୍ୟାକୁଳତା ରୂପୀ ଅଗ୍ନିରେ ସବୁ ଦୋଷ ଅପରାଧ ଭସ୍ମ ହୋଇଯିବା ପରେ ମୋ କୃପାରୁ ତୁ ମୋର ସାନ୍ନିଧ୍ୟ ଲାଭ କରିପାରିବୁ। ସେହି ମାଧବୀ ହେଲେ କଳିଯୁଗରେ ମୀରା। ରାଜସ୍ଥାନୀ ଭାଷାରେ ଭଉଣୀକୁ ବାଇ କହନ୍ତି। ତେଣୁ ଶ୍ରଦ୍ଧା ଭକ୍ତିରେ ଲୋକେ ତାଙ୍କୁ ମୀରାବାଇ ଡାକିଲେ। ମୀରାବାଇ ଘୋର କଳିକାଳରେ ମଧ୍ୟ କୃଷ୍ଣ ଭକ୍ତିର ଧ୍ୱଜା ଉଡ଼ାଇ ଜଗତକୁ ଭକ୍ତିର ଶକ୍ତି ଦେଖାଇ ପାରିଥିଲେ। ସଂସାର ତାଙ୍କୁ ଭଲ କହିବ କି ମନ୍ଦ କହିବ, ସେଥିପ୍ରତି ତାଙ୍କର ଡର ନଥିଲା। ସେ ବୁଝି ସାରିଥିଲେ ଯେ ଶ୍ରୀକୃଷ୍ଣ ଭକ୍ତି ହିଁ ତାଙ୍କ ଜୀବନର ପରମ କର୍ତ୍ତବ୍ୟ। ଖଜ୍ଜଳ ଲଗାନ୍ତି ଆଖି ନିରୋଗ କରି ରଖିବା ପାଇଁ, କିନ୍ତୁ ତାହା ଯଦି ଆଖି ଫୁଟାଇବାରେ ସାହାଯ୍ୟ କରିବ, ଲଗାଇବା ଠିକ୍ ହେବ କି? ସେପରି ଲଜ୍ଜା, ସଂକୋଚ ବା ଭୟର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି ଏବଂ ରହିବା ଯଥାର୍ଥ ମଧ୍ୟ। ତଦ୍ୱାରା ମନୁଷ୍ୟ କୁମାର୍ଗରୁ ନିବୃତ୍ତ ହୋଇ ଭଗବତ ମାର୍ଗରେ ଅଗ୍ରସର ହୋଇଥାଏ। କୁହାଯାଇଛି ଯେ ହରିଙ୍କ ପ୍ରତି ଡର, ଗୁରୁଙ୍କ ପ୍ରତି ଡର ଓ ଜଗତର ପ୍ରତି ଡର ହେଉଛି ଡର
ଭିତରେ ସାର। ଏ ତିନିକୁ ଡରୁଥିବା ବ୍ୟକ୍ତି ସଂସାରରୁ ମୁକ୍ତ ହୋଇଯାଏ, ନଚେତ୍ ଗର୍ତ୍ତରେ ପଡ଼େ। କିନ୍ତୁ ଯେଉଁ ଡର ହରି ଓ ଗୁରୁଙ୍କ ଠାରୁ ବିମୁଖ କରାଇ ଭବସାଗରକୁ ଠେଲିଦେବ, ଜୀବକୁ ତା ପ୍ରାଣଧନ ପ୍ରଭୁଙ୍କ ଠାରୁ ଦୂରେଇ ନେବ, ସେଭଳି ଡର କଦାପି ସ୍ପୃହଣୀୟ ହୋଇନପାରେ। ଅସ୍ତୁ। ଆସନ୍ତୁ ପରମୁହୂର୍ତ୍ତରେ ଆମର ଜଗତର କଲ୍ୟାଣ କରିବା ପାଇଁ ଯେଉଁ ମୀରାବାଇ ଜନ୍ମ ହୋଇଥିଲେ ସେ ବିଷୟରେ ଆଲୋଚନା କରିବା। ମୀରାଙ୍କ ପୂର୍ବଜନ୍ମ ମାଧବୀ। ଧନ୍ୟ ମା, ଧନ୍ୟ ତମର ଜନ୍ମ। ଓಂ କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ च ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋ ନମଃ। ହରି ଓಂ, ହରି ଓಂ, ହରି ଓಂ। ମାଧବୀଙ୍କର ଜନ୍ମ ବିବରଣୀ ପରେ ମୀରା